ଏନ୍ଏସି ତାଲିକାରେ ରହିବେ କିଏ? 21ଟି ନୂଆ ଏନ୍ଏସି ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବଢ଼ିଲା ଚର୍ଚ୍ଚା। ନୂଆ ସରକାର ଫୋକସ୍ରେ ରହିଛି ସହରାଞ୍ଚଳ ବିକାଶ। ଏଥିପାଇଁ ନୂଆ ଏନ୍ଏସି ଗଠନକୁ ଜୋର ଦେଇଛନ୍ତି ସରକାର। ସ୍ୱାଧୀନତା ଦିବସ ଅଭିଭାଷଣରେ ରାଜ୍ୟରେ 21ଟି ନୂଆ ଏନ୍ଏସି ଗଠନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେହିଭଳି ନୂଆ ମ୍ୟୁନିସିପାଲିଟି ମଧ୍ୟ ଗଠନ କରାଯିବ। ରାଜ୍ୟରେ ଏବେ ମାତ୍ର 17% ସହରାଞ୍ଚଳ ରହିଛି। ନୂଆ ଏନ୍ଏସି ଗଠନ ଘୋଷଣା ପରେ ବିଭିନ୍ନ ଅଞ୍ଚଳରେ ଏବେ ଚର୍ଚ୍ଚା ବଢ଼ିଛି। କିଏ ନୂଆ ଏନ୍ଏସି ତାଲିକାରେ ରହିବ ତାହାକୁ ନେଇ ଦାବି ରଖିଥିବା ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି। ନୂଆ ଏନ୍ଏସି ସମ୍ଭାବ୍ୟ ସହର ଜାଣି ରଖନ୍ତୁ ପାଲଲହଡ଼ା, ଧୂସୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବୀରମହାରାଜପୁର, ଚେତନଟୀ, ବାମରା, ବଙ୍ଗମୁଣ୍ଡା, ଖଇରା, ଉଲୁଣ୍ଡା, କାକଟପୁର, ବୋଲଗଡ଼। ପୂର୍ବ ବିଜେଡି ସରକାର 57ଟି ନୂଆ ଏନ୍ଏସି ପାଇଁ ଘୋଷଣା କରିଥିଲେ। 6ଟି ଏନ୍ଏସିକୁ ମ୍ୟୁନିସିପାଲିଟି କରିବାକୁ ହୋଇଥିଲା ଘୋଷଣା। ସରକାରୀ ସ୍ତରରେ ବିଧିବଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲା, କେବଳ ଘୋଷଣାରେ ସୀମିତ ରହିଥିଲା। ଏନ୍ଏସି ମାନ୍ୟତା ନୂଆ ଏନ୍ଏସି ପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି। ନଗର ଉନ୍ନୟନ ବିଭାଗର ତାଲିକାକୁ ପଞ୍ଚାୟତରାଜ ବିଭାଗରେ ବାଜିଛି ମୋହର। 21ଟି ନୂଆ ଏନ୍ଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ସହରାଞ୍ଚଳ ବିକାଶକୁ ଗୁରୁତ୍ୱ ଏବଂ ଏବେ ରାଜ୍ୟରେ 17% ସହରାଞ୍ଚଳ ରହିଛି। ଦ୍ରୁତ ସହରାଞ୍ଚଳ ପାଇଁ ସରକାରଙ୍କ ବ୍ଲୁ ପ୍ରିଣ୍ଟ।